ସୌଦା ଦୋକାନୀର ଫଟା ଗିହଣା ବିୟାକୁ ମେଲେଇ ମେଲେଇ ଫାଡ଼ିକି ଗେହିଲା। ମୁମ୍ବାଇ ଆସିବା ପରେ ସ୍ୱାମୀ ସବୁବେଳେ ବ୍ୟସ୍ତ ରହିବା ଫଳରେ ମାନସିକ ଅବସାଦ ମୋତେ ଫେରି ଆସୁଥିବା ବେଳେ ମୋତେ ମିଳିଗଲେ ବବିତା। ଆମେ ଦୁଇଜଣ ପରସ୍ପର ସହ ବହୁତ ଗଭୀର ବନ୍ଧୁତ୍ୱରେ ବାନ୍ଧି ହୋଇଗଲୁ। ତାପରେ ଆଉ ଆମକୁ କେବେ ବି ଆମ ସ୍ୱାମୀଙ୍କ ଅଭାବ ଜଣା ପଡ଼ିଲା ନାହିଁ। ଆମେ ପ୍ରାୟତଃ ସବୁଦିନ ମିଶୁଥିଲୁ। ଦିନବେଳେ ଯେତେବେଳେ ସ୍ୱାମୀମାନେ ଅଫିସ ଯାଉଥିଲେ ଆମେ ଫ୍ରି ହେଉଥିଲୁ ଏବଂ ଅଧିକାଂଶ ଦିନ ଆମ ଦେହର ଭୋକକୁ ଆମେ ପରସ୍ପରକୁ ଶାନ୍ତ କରାଇ ଖୁସି ପାଉଥିଲୁ। ଏମିତି ଅନେକ ଦିନ ବିତିଗଲା। ସେଇ ସମୟରେ ଆମ ସେଇ ଗଳିରେ ଅନେକ କାହାଣୀ ଆମେ ଶୁଣିବାକୁ ପାଉଥିଲୁ। କୋଉ ଘରର ସ୍ତ୍ରୀ ଅନ୍ୟ କାହା ସହ ସେଲି ବବିତା ମୋତେ କହିଲେ ସେ ସବୁ ଅନୈତିକ କାର୍ଯ୍ୟ କରିବା ଅପେକ୍ଷା ଆମେ ପରସ୍ପରକୁ ଶାନ୍ତ କରିବା ହିଁ ଭଲ। ଆମ ଗଳିର ଛକରେ ଗୋଟିଏ ଛୋଟ ଦୋକାନ ଥିଲା। ସେଇଠି ବେଳେ ବେଳେ ଆମେ କିରାଣା ଜିନିଷ ଆଣିବାକୁ ଗଲାବେଳେ ଦେଖୁ ଅନେକ ଟୋକା ବସିଥାନ୍ତି ଆଉ ଆମକୁ ଦେଖି ଅଶ୍ଳୀଳ ଇଙ୍ଗିତ କରନ୍ତି। ବବିତା ସେମାନଙ୍କୁ ସମାନ ଉତ୍ତର ଦିଏ। ସେ ବି ଅଶ୍ଳୀଳ ଗାଳି ଗୁଲଜ କରିଥାଏ। ମୋତେ ଭଲ ଲାଗେନି, ତେଣୁ ମୁଁ ଚୁପ ରହିଯାଏ। ଥରେ ସେଇ ଦୋକାନ ପାଖରେ ଗଣ୍ଡଗୋଳ ହୋଇଗଲା। ବବିତା ଗୋଟେ ଟୋକା ସାର୍ଟ କଲର ଧରି ପିଟିଦେଲା। ସବୁ ଲୋକ ଏକାଠି ହୋଇଗଲେ। ସେଇ ଟୋକାକୁ ସମସ୍ତେ ମିଶି ମାଡ଼ ମାରିଲେ। ଏହାପରେ ଅନେକ ଦିନ ପର୍ଯ୍ୟନ୍ତ ସେ ଅଞ୍ଚଳରେ କେହି ଦେଖା ଗଲେନି। ଏମିତି ଥରେ ଆମେ ସେ ଦୋକାନକୁ ଯାଇଥିଲୁ। ସେ ଦୋକାନରେ ବସୁଥିବା ଲୋକ ଜଣକ ଆମକୁ ବହୁତ ସମ୍ମାନ କରିଲା ଆଉ ପାଖକୁ ଆସି କହିଲା, ଆପଣ ସେଦିନ ସେ ଟୋକାକୁ ମାଡ଼ ମାରିବା ପରେ ଏଇ ଅଞ୍ଚଳ ଶାନ୍ତ ହୋଇଗଲା ଆଉ ସେଦିନଠାରୁ ସେ ଟିକେ ଅଧିକ ସମ୍ମାନ ଦେବା ଆରମ୍ଭ କରିଦେଲା। ବବିତା ଭାରି ଖୁସି ଥିଲା। ଦିନେ ଅପରାହ୍ନରେ ମୁଁ ବବିତା ଘରକୁ ଗଲାବେଳେ ତା କବାଟ ବନ୍ଦ ଥିଲା ଆଉ ଡାକିବା ପରେ ବି ସେ ଖୋଲିଲାନି। ତେଣୁ ଭାବିଲି ବୋଧ ହୁଏ ସେ ଶୋଇପଡ଼ିଥିବ। ତେଣୁ ଫେରି ଆସିଲି। ସନ୍ଧ୍ୟାରେ ଏଇ ବିଷୟରେ କହିବା ପରେ ସେ କହିଲା ସେ ଶୋଇଯାଇଥିଲା। ଆଗରୁ କେବେ ସେ ଏମିତି ଦିନ ବେଳେ ଶୁଏନି, ହେଲେ ଆଗକୁ ଅନେକ ଦିନ ସେ ଏମିତି ଦିନ ବେଳେ କବାଟ ବନ୍ଦ କରି ଶୋଇଯିବାର ଦେଖିଲି। କାଳେ ଦେହ ଭଲ ରହୁନଥିବ ଭାବି ଦିନେ ସକାଳେ ଅନିଲ ଅଫିସ ଗଲାବେଳେ ମୁଁ ବାହାରେ ଛିଡ଼ା ହୋଇଥିଲି। ସେଇ ସମୟରେ ବବିତାର ସ୍ୱାମୀ ବି ଅଫିସ ପାଇଁ ବାହାରିଗଲେ। ମୋତେ ଦେଖି ସେ ହସି ଦେଇ ଭଲମନ୍ଦ କଥା ହେଲା ପରେ କହିଲା, ଯାଉଛି, ଅନେକ କାମ ଅଛି, ଦେହ ଭଲ ଲାଗୁନି। କଣ ହେଉଛି ବୋଲି ପଚାରିବା ପରେ କିଛି କହିଲାନି। ନାଇଁ, ଏମିତି ଟିକେ ଦୁର୍ବଳ ଲାଗୁଛି ବୋଲି କହିଲା। ସେ ଚାଲିଗଲା ପରେ ମୁଁ ବି ମୋ କାମରେ ବ୍ୟସ୍ତ ଥିଲି। ଏଇ ସମୟରେ ଲୁଗା ଶୁଖାଇବା ପାଇଁ ଘରୁ ବାହାରକୁ ଆସିବା ବେଳେ ଦେଖିଲି ଆମ ସାହି ଛକର ସେ ଦୋକାନୀ ବବିତାଙ୍କ ଘରେ ପଶିଲା। ତାପରେ କବାଟ ବନ୍ଦ ହୋଇଗଲା। ସେଇଠୁ ମୋତେ ସନ୍ଦେହ ହେଲା ଯେ ବବିତା ଆଉ ଏଇ ଦୋକାନୀ ଭିତରେ ନିଶ୍ଚୟ କିଛି ଚାଲିଛି। ସେଦିନ ମୋତେ ବହୁତ ଖରାପ ଲାଗିଲା। ସେଇଥିପାଇଁ ସେ ଆଉ ଆଗ ଭଳି ମୋ ସହ ମିଳାମିଶା କରୁନଥିଲା। ସେଦିନ ମୁଁ ନିଜ ଘର ବାହାରେ ରହି ଅପେକ୍ଷା କଲି। ପ୍ରାୟ ଅଧଘଣ୍ଟାଏ ପରେ ସେ ଦୋକାନୀ ବାହାରିଗଲା। ସେ ଯିବା ପରେ ବବିତା ବାହାରକୁ ଆସି ଏପାଖ ସେପାଖ ଦେଖିବା ବେଳକୁ ମୋ ସହ ଆଖି ମିଶିଗଲା। ସେ କଣ କରିବ ବୁଝିବା ବେଳକୁ ମୁଁ କହିଲି, ଓହୋ, ସେଇଥିପାଇଁ ତମ ଦେହ ଖରାପ ହେଉଛି ନାହିଁ କି? ସେ ମୋ ପାଖକୁ ଆସି କହିଲା, ଆରେ ପ୍ଲିଜ ପ୍ଲିଜ ଖରାପ ଭାବନି। ମୁଁ କହିଲି, ମୁଁ କାହିଁକି ଖରାପ ଭାଇବି? ସେ କହିଲା, ସେ ଦୋକାନୀ ବହୁତ ଜିଦ କରିଲା ତ ଟିକେ ମନ ହେଇଗଲା। ମୁଁ କହିଲି, ତମ ଇଚ୍ଛା। ମୁଁ କବାଟ ବନ୍ଦ କରିଦେଲି। ସେଦିନ ପରେ ମୋତେ ଭାରି ଖରାପ ଲାଗିଲା। ପରଦିନ ସକାଳେ ଅନିଲ ଅଫିସ ଗଲା ପରେ ବବିତା ଆମ ଘରକୁ ଆସିଲା ଆଉ ମୋତେ ବୁଝେଇବାକୁ ବହୁତ ଚେଷ୍ଟା କଲା। ମୋତେ କେଜାଣି କାହିଁକି ଭାରି ରାଗ ଲାଗୁଥିଲା। ସେ ମୋତେ କହିଲା, ତମେ ଯଦି ଚାହିଁବ ସେ ଦୋକାନୀ ସହ ସେଟି କରିଦେବି। ମୁଁ କରି ଚାହିଁଥିଲି। ବବିତା କରିବାକୁ ଆସିଲା ଆଉ ମୁଁ ତାକୁ ମନା କରିଦେଲି। ସେ ନିଜ ଘରକୁ ଚାଲିଗଲା। ଦିନ ଗୋଟାଏ ବେଳକୁ ସେ ମୋତେ ଆସି ନିଜ ଘରକୁ ଟାଣି ନେଇଗଲା ଆଉ ସେଇଠି ସେ ମୋତେ ବାରମ୍ବାର କ୍ଷମା ମାଗିବା ସହ କରିବା ପାଇଁ ଅନୁରୋଧ କରିଲା ଆଉ ମୋତେ ବି ଅନେକ ଦିନ ହେଲା ମନ ହେଉଥିଲା। ତେଣୁ ତାକୁ କ୍ଷମା କରିଦେଲି ଆଉ ଆମେ ଦୁଇଜଣ କରିବାରେ ବ୍ୟସ୍ତ ହୋଇଗଲୁ। ଆମେ ଦୁଇଜଣ ପୁରା ଲଙ୍ଗଳା ହୋଇ କରୁଥିବା ସମୟରେ ବବିତା କହିଲା, ତମ ପାଇଁ ଗୋଟେ ସରପ୍ରାଇଜ ଅଛି ଆଉ ସେ ଅନ୍ୟ କୋଠରୀରୁ ସେ ଦୋକାନୀକୁ ଡାକି ଆଣିଲା। ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲି। କିଛି କହିବା ପୂର୍ବରୁ ବବିତା ସେ ଦୋକାନୀର ପେଣ୍ଟ ଖୋଲିଦେଲା ଆଉ ତାର 8 ଇଞ୍ଚ ଲମ୍ବା ବାଣ୍ଡ ଝୁଲି ପଡ଼ିଲା। ସେତେବେଳକୁ ତାହା ପୁରା ଟାଣ ହୋଇଯାଇଥିଲା। ସେଇଟା ଦେଖିବା ପରେ ମୋତେ ବି ମନ ହେଉଥିଲା ତାକୁ ବିୟାରେ ନେବା ପାଇଁ। ମୋତେ ଚୁପ ଥିବାର ଦେଖି ବବିତା ସେ ଦୋକାନୀକୁ ଇସାରା କରିବା ପରେ ସେ ଦୋକାନୀ ତଳେ ବସିପଡ଼ି ମୋ ବିୟାକୁ ଖାଇବା ଆରମ୍ଭ କରିଥିଲା। ବବିତା ବିୟା ଖାଇବା ଆଉ ସେଧ ଦୋକାନୀ ଖାଇବା ଅଲଗା ଥିଲା। କିଛି ସମୟ ମଧ୍ୟରେ ବିୟା ବହୁତ ଓଦା ହୋଇଗଲା ପରେ
ସେ ଦୋକାନୀ ଉଠିଲା ଆଉ ନିଜର 8 ଇଞ୍ଚିଆ ମୋଟା ବାଣ୍ଡ ବିଆରେ ପୂରେଇ ଦେଲା ଆଉ କେହିବାକୁ ଲାଗିଲା ସେ 10-12 ଧକ୍କା ଦେବା ପରେ ମୋ ବିଆରେ ରସ ଭରିଗଲା ଆଉ ଖାଲି ପଚ ପଚ ଶବ୍ଦ ହେଉଥିଲା। ସେତେବେଳେ ବବିତା ଛିଡ଼ା ହୋଇ ନିଜ ବିଆକୁ ଦୋକାନୀ ପାଟିରେ ଦେଇଦେଇଲା। ଦୋକାନୀ ବବିତା ବିଆକୁ ଖାଇ ଖାଇ ମତେ ଗେହୁଥିଲା। ମତେ ଭାରି ଏକ୍ସାଇଟେଡ୍ ଲାଗୁଥିଲା। ମୋ ବିଆରୁ ରସ ବେଶୀ ବାହାରେ ପଡ଼ିବା ପରେ ମୁଁ ନିଜେ ନିଜକୁ ଅଲଗା କରିଦେଲି। ଏବା ପରେ ବବିତା ତଳେ ଶୋଇଗଲା ଆଉ ଦୋକାନୀ ତା ବିଆକୁ ଫଟେଇ ଦେଇ ଗେହିବାକୁ ଲାଗିଲା। ଆଶ୍ଚର୍ଯ୍ୟ ଲାଗୁଥିଲା। ଆମେ 2 ଜଣ ଝଡ଼ିଗଲୁ, କିନ୍ତୁ ସେ ଜୋର କରି ଗେହୁଥିଲା। ଅନେକ ସମୟ ସେ ଗେହିବା ପରେ ଯେତେବେଳେ ଆମେ 2 ଜଣ ଝଡ଼ିଗଲୁ, ସେ ନିଜର ବୀର୍ଯ୍ୟ ପିଚକାରୀ ପରି ଆମ 2 ଜଣଙ୍କ ଉପରେ ପକେଇ ଦେଇ ଉଠି ପଡ଼ିଲା। ତାପରେ ସେ ଉଠିଲା ଆଉ ନିଜ ପେଣ୍ଟ ପିନ୍ଧି ଦେଇ ବାହାରିଗଲା। ସେ ଯିବା ପରେ ଆମେ 2 ଜଣ ଗାଧୁଆ ଘରେ ଯାଇ ଧୁଆଧୋଇ ହେଲୁ ଆଉ ସେତେବେଳେ ପୁଣି ଥରେ ପରସ୍ପରକୁ ଚୁମା ଦିଆଦୁଇ ହେଲୁ କରିଲୁ ଆଉ ଭଲ କରି ବିଆକୁ ହସି ହସି କରିଲୁ। ସେଦିନଠାରୁ ଆମକୁ ଆଉ ଜଣେ ପାର୍ଟନର ମିଳିଯାଇଥିଲା।